ଆମମାନଙ୍କୁ ତାଙ୍କ ବାକ୍ୟ ଦ୍ୱାରା ସେ ଆମମାନଙ୍କୁ ସ୍ପଷ୍ଟ ଭାବରେ ପ୍ରକାଶ କରିଛନ୍ତି କି ପ୍ରକାର ନେତାମାନଙ୍କୁ ଆମମାନେ ଚୟନ କରିବାକୁ ହବ। ଆଜିର ମୁଖ୍ୟ ବିଷୟ ହେଉଛି ମଣ୍ଡଳୀ ନେତାମାନଙ୍କର 4ଟି ବିଶେଷ ଗୁଣ। ପ୍ରିୟ ଭାଇ ଭଉଣୀ ମାନେ, ପ୍ରିୟ ମଣ୍ଡଳୀ, ପ୍ରିୟ ବନ୍ଧୁଗଣ, 4ଗୋଟି ବିଶେଷ ଗୁଣ ଆମମାନଙ୍କର ନେତାମାନଙ୍କ ମଧ୍ୟରେ ଆମେ ଦେଖିବାକୁ ହବ। ଭେରି ଏସେନ୍ସିଆଲ, ଏହା ଅତି ଜରୁରୀ, ଅତି ଆବଶ୍ୟକ। ଯଦି ଈଶ୍ୱରଙ୍କର ଇଚ୍ଛା এই ମଣ୍ଡଳୀର ସାଧନ ହଉ ବୋଲି ଆମେ ଚାହୁଁଛୁ, ପ୍ରାର୍ଥନା କରୁଛୁ, ତାହେଲେ ଆମେ ଏହା କରିବାକୁ ହବ। ଦିସ୍ ଇଜ ଦ ୱିଲ୍ ଅଫ୍ ଗଡ୍ ଫର ଅସ୍। ଏହା ହେଉଛି ଈଶ୍ୱରଙ୍କର ଇଚ୍ଛା। ମ୍ୟାକ୍ସୱେଲ ବୋଲି ଜଣେ ପ୍ରଭୁଙ୍କ ଦାସ, ସେ ବିଭିନ୍ନ ଖ୍ରୀଷ୍ଟୀୟ ନେତାମାନଙ୍କୁ, ନେତ୍ରୀମାନଙ୍କୁ ସେ ଶିକ୍ଷା ଦିଅନ୍ତି। ମ୍ୟାକ୍ସୱେଲ, ଆଉ ସେ କହନ୍ତି everything rises and falls on leadership. ସବୁ ବିଷୟର ଉନ୍ନତି ଅବନତି ମଣ୍ଡଳୀର ନେତୃତ୍ୱ ଉପରେ ନିର୍ଭର କରେ। ଯଦି ମଣ୍ଡଳୀର ଉନ୍ନତି ହେଉଛି ଆପ୍ଲୋସ୍, ତାଙ୍କର ଅନେକ ବର୍ଷର ଅଭିଜ୍ଞତାରେ ସେ କହୁଛନ୍ତି everything rises and falls on leadership। ତେଣୁ ଆମମାନେ ଏହାକୁ କେବେ ହେଲେ ହାଲକା ମନେ କରିବା ନାହିଁ। ମଣ୍ଡଳୀର ଭବିଷ୍ୟତ ନେତାମାନଙ୍କ ଉପରେ ନିର୍ଭର କରେ। ଆଜି 4ଟି ବିଷୟ, ବିଶେଷ ଗୁଣ ନେତାମାନଙ୍କ ମଧ୍ୟରେ ଯାହା ପ୍ରଭୁ ଦେଖିବା ପାଇଁ ଚାହାନ୍ତି ତାହା ମାନେ ଆଲୋଚନା କରିବା। 4ଟି ବିଶେଷ ଗୁଣ ନେତାମାନଙ୍କ ମଧ୍ୟରେ ଅତି ଜରୁରୀ। ଦୁର୍ଭାଗ୍ୟବଶତଃ ଆଜିକାର ତାରିଖରେ, ଆଜିକାର ଡେଟ୍ରେ ଯେତେବେଳେ ନେତାମାନଙ୍କୁ ଚୟନ କରାଯାଏ, ସେ ସମୟରେ ଆମେ କ'ଣ କରୁ ନା ସେମାନଙ୍କର ଦକ୍ଷତା ଉପରେ ବିଶେଷ ଗୁରୁତ୍ୱ ଦେଉ। ସେମାନେ କେତେ ସୁନ୍ଦର ଭାବରେ ଦିଆଯାଇଥିବା କାର୍ଯ୍ୟକୁ ସମ୍ପାଦନ କରନ୍ତି, ସେମାନେ କେତେ ସୁନ୍ଦର ଭାବରେ ସଫଳତାର ସହିତ କରିପାରନ୍ତି, ତାକୁ ଆମେ ଜୋର ଦେଇଥାଉ, ଗୁରୁତ୍ୱ ଦେଇଥାଉ। ଅନେକ ସମୟରେ କ୍ୟାରେକ୍ଟର, ଚରିତ୍ର, ଐଶ୍ୱର୍ଯ୍ୟ ପରାୟଣତା, ଗଡଲିନେସ୍, ଏହିସବୁ ବିଷୟକୁ ଆମେ ଦ୍ୱିତୀୟ କାଟେଗୋରୀ ରଖିଥାଉ। ଆମ ପାଇଁ ଯୋଗ୍ୟତା, ଦକ୍ଷତା, ନିପୁଣତା ପ୍ରଥମ ସ୍ଥାନରେ ଥାଏ। ତା ହୁଏତ ସଂସ୍ଥାମାନଙ୍କରେ ପ୍ରଯୁଜ୍ୟ, କିନ୍ତୁ ପ୍ରଭୁଙ୍କ ରାଜ୍ୟରେ ପ୍ରଥମ ବିଷୟ ସେ ଦେଖନ୍ତି ମନୁଷ୍ୟର ହୃଦୟ। ଆଜି ଯେଉଁ ଶାସ୍ତ୍ରାଂଶ ପାଠ କରାଗଲା ପ୍ରଥମ ସାମୁଏଲ, ସେଠାରେ ଯେତେବେଳେ ସାମୁଏଲ ସେ ପ୍ରଥମ ରାଜା, ସାମୁଏଲ ଯେତେବେଳେ ସେ ରାଜାଙ୍କୁ ଅଭିଷେକ ଦେବା ପାଇଁ ଯାଉଛନ୍ତି, ଆଉ ସେ ସମୟରେ ସାମୁଏଲଙ୍କୁ ପ୍ରଭୁ ଏହି କଥା କହିଲେ, ତୁମେ ବାହ୍ୟ ବିଷୟ ଦେଖ ନାହିଁ, ବାହ୍ୟ ବିଷୟ ଦେଖି ତୁମେ କ'ଣ କର ନାହିଁ, ଅଭିଷେକ ଦିଅ ନାହିଁ। କାରଣ ମୁଁ ସଦାପ୍ରଭୁ ମୁଁ ଅନ୍ତଃକରଣ ଦେଖେ। ଆଇ ଲୁକ୍ ଏଟ୍ ଇନସାଇଡ୍। ମୁଁ ଅନ୍ତଃକରଣ ଦେଖି ଲୋକମାନଙ୍କୁ ଚୟନ କରେ, ଲୋକମାନଙ୍କୁ ବ୍ୟବହାର କରେ। କିନ୍ତୁ ଆଜି କ'ଣ ହେଇଛି, ଆଜିକା ଡେଟ୍ରେ ବିପରୀତ। ଅନ୍ତଃକରଣ ପରେ ପ୍ରଥମେ ଆମେ ବାହ୍ୟ ବିଷୟ ଦେଖୁ। କିନ୍ତୁ ପ୍ରଭୁ ସେ ଅନ୍ତଃକରଣ ଦେଖିବା ପରମେଶ୍ୱର, ଅନ୍ତଃକରଣ ଦେଖି ସେ ଚୟନ କରିବା ପରମେଶ୍ୱର। ପ୍ରେରିତ ପାଉଲ ତିମୋଥୀକୁ ସେ ଏହି କଥା କହିଲେ ଯେ ତୁମେ ନିଜ ବିଷୟ ପ୍ରତି ସାବଧାନ ହୁଅ, ନିଜର ଶିକ୍ଷା ପ୍ରତି ତୁମେ ଯତ୍ନବାନ ହୁଅ। ଶିକ୍ଷା ଦେବା ପୂର୍ବରୁ ତା ପୂର୍ବରୁ ଆଉ ଗୋଟେ ବିଷୟ ଆସେ, ଜୀବନ। ପ୍ରଥମେ ଜୀବନ, ତାପରେ ଶିକ୍ଷା। ପାଉଲ କହିଲେ ତିମୋଥୀ, ତୁମେ ପ୍ରଭୁଙ୍କର ଦାସ, ତୁମେ ଜଣେ ଯୁବା ପାଳକ, ପ୍ରଥମେ ନିଜର ଜୀବନକୁ ତୁମେ ସବୁବେଳେ ଯତ୍ନବାନ, ଜୀବନ ବିଷୟରେ ଯତ୍ନବାନ ହୁଅ। ଟେକ୍ କେୟାର ଅଫ୍ ୟୁର ସେଲ୍ଫ, ଦେନ୍ ୟୁ ଟେକ୍ କେୟାର ଅଫ୍ ୟୁର ମିନିଷ୍ଟ୍ରି। ପ୍ରଥମେ ନିଜ ବିଷୟ ପ୍ରତି ତୁମେ ସାବଧାନ ହୁଅ। କାହିଁକି ଏହି ପ୍ରକାର କାହିଁକି କୁହାଗଲା? କାରଣ ଆମମାନଙ୍କର ସଦାପ୍ରଭୁ ସେ ପ୍ରଥମେ ଆମର ଗୁଣକୁ ସେ ଦେଖନ୍ତି,
ତାପରେ ଆମମାନଙ୍କର ଦକ୍ଷତାକୁ ସେ ଦେଖନ୍ତି। ପ୍ରଥମ ଗୁଣ ଯାହା ପ୍ରଭୁ ଆମମାନଙ୍କ ଜୀବନରୁ ସେ ଆଶା କରନ୍ତି ତାହା ଏକ ପ୍ରଭୁ ଭୟ ଜୀବନ। ଏ ଖ୍ରୀଷ୍ଟିଆନ ଲିଡର ମଷ୍ଟ ବି ଏ ଗଡ୍ ଫିୟରିଂ ମ୍ୟାନ୍। ଜଣେ ଖ୍ରୀଷ୍ଟିଆନ ନେତାଙ୍କ ଜୀବନରେ ଏକ ପ୍ରଭୁ ଭୟ ଗୁଣ ନିତାନ୍ତ ଆବଶ୍ୟକ। ଏ ଗଡ୍ ଫିୟରିଂ ଲାଇଫ୍, ଏ ଫିୟର ଅଫ୍ ଗଡ୍, ଈଶ୍ୱରଙ୍କୁ ଭୟ କରିବା ଜୀବନ, ଏକ ଈଶ୍ୱର ପରାୟଣ ଜୀବନ, ଏକ ଆତ୍ମିକ ଜୀବନ। ଈଶ୍ୱର ପରାୟଣ ଜୀବନ କି ପ୍ରକାର ଜୀବନ? ଈଶ୍ୱର ପରାୟଣ ଜୀବନ ହେଉଛି ପ୍ରଭୁ ଭୟ ଜୀବନ। ଈଶ୍ୱର ପରାୟଣତା ଏବଂ ପ୍ରଭୁ ଭୟ ଜୀବନ, ଦେ ଗୋ ହ୍ୟାଣ୍ଡ ଇନ୍ ହ୍ୟାଣ୍ଡ, ଏ ସମାନ ଭାବରେ ଯାଆନ୍ତି। ପୁରାତନ ନିୟମରେ ଆତ୍ମିକତା ଈଶ୍ୱର ଭୟକାରୀ ଜୀବନ ଉପରେ କେନ୍ଦ୍ରିକ। ସ୍ପିରିଚୁଆଲିଟି ସେଣ୍ଟର୍ଡ ଅନ୍ ଦ ଫିୟର ଅଫ୍ ଗଡ୍। କାହିଁକି ପ୍ରଭୁ ସେ ତାଙ୍କ ଲୋକମାନଙ୍କ ଠାରୁ, ନେତାମାନଙ୍କ ଠାରୁ ସେ ଏହି ବିଷୟ ଆଶା କରନ୍ତି, ପ୍ରଭୁ ବିଷୟ ଜ୍ଞାନ, ପ୍ରଭୁ ଭୟ ଜୀବନ। ଯଦି ଆମେ ପ୍ରଭୁଙ୍କୁ ଭୟ ନ କରିବା ତେବେ ପ୍ରଭୁଙ୍କର ସେବା କି ପ୍ରକାର କରିବା? ପ୍ରଭୁଙ୍କର ଲୋକମାନଙ୍କର ସେବା ଆମେ କି ପ୍ରକାର କରିବା? ମଣ୍ଡଳୀର ସେବା ଆମେ କି ପ୍ରକାର କରିବା? ପ୍ରିୟ ଭାଇ ଭଉଣୀ ମାନେ, ପ୍ରିୟ ମଣ୍ଡଳୀ, ପ୍ରଭୁଙ୍କୁ ଭୟ କରିବା ଅର୍ଥାତ୍ ପ୍ରଭୁଙ୍କର ଜ୍ଞାନ ପାଇବା। ଯେଉଁମାନେ ପ୍ରଭୁଙ୍କୁ ଭୟ କରନ୍ତି ନାହିଁ ପ୍ରଭୁଙ୍କ ଠାରୁ ଜ୍ଞାନ ପାଆନ୍ତି ନାହିଁ। ଆଉ ଯେଉଁମାନେ ପ୍ରଭୁଙ୍କ ଠାରୁ ଜ୍ଞାନ ପାଆନ୍ତି ନାହିଁ ସେମାନେ କେବେ ହେଲେ ଆତ୍ମିକ ସେବା କରିପାରିବେ ନାହିଁ। ନିଜ ଜ୍ଞାନରେ ସେବା କରିବେ କିନ୍ତୁ ପ୍ରଭୁଙ୍କ ଜ୍ଞାନରେ ସେମାନେ ସେବା କରିପାରିବେ ନାହିଁ। ଆଉ ଯେଉଁମାନଙ୍କର ପ୍ରଭୁ ଭୟ ଜୀବନ ଅଛି, ଯେଉଁମାନଙ୍କ ଠାରେ ପ୍ରଭୁଙ୍କ ନିକଟରେ ଭୟ ଭକ୍ତି ଅଛି, ସେମାନଙ୍କ ଠାରେ ଆତ୍ମିକତା ଅଛି। ଯେଉଁମାନେ ପ୍ରଭୁଙ୍କୁ ଭୟ କରନ୍ତି ସେମାନେ ବାଧ୍ୟତାର ଜୀବନ କାଟନ୍ତି। ଯେଉଁମାନେ ପ୍ରଭୁଙ୍କୁ ଭୟ କରନ୍ତି ସେମାନେ ସାଧୁତାର ଜୀବନ କାଟନ୍ତି। ଯେଉଁମାନେ ପ୍ରଭୁଙ୍କୁ ଭୟ କରନ୍ତି ସେମାନେ ଏକ ପବିତ୍ର ଅନନ୍ୟନୀୟ ଜୀବନ ଯାପନ କରନ୍ତି। ଆଜି ପ୍ରଭୁ ସେଇ କଥା ଆଶା କରନ୍ତି। ଯଦି ଆମେ ଦ୍ୱିତୀୟ ବିବରଣୀ ତାର 10 ଅଧ୍ୟାୟ 12 ଏବଂ 13 ପଦ ପଢିବା, ସେଠାରେ ସ୍ପଷ୍ଟ ଭାବରେ ଲେଖା ଅଛି କି ପ୍ରକାର ନେତାମାନଙ୍କୁ ପ୍ରଭୁ ସେ ଚାହାନ୍ତି। ଜୋଏଲ ବେକ୍ ବୋଲି ଜଣେ ପ୍ରଭୁଙ୍କ ଦାସ, ସେ ଦୃଢ଼ତାର ସହିତ ଏକ ସମୟୋପଯୋଗ ଚେତାବନୀ ସେ ଦେଇ କହନ୍ତି। ଜୋଏଲ ବୋଲି ଜଣେ ପ୍ରଭୁଙ୍କ ଦାସ, ସେ କହନ୍ତି, if you are to be effective leaders, ଯଦି ଆମେମାନେ ଫଳପ୍ରଦ ଉପଯୁକ୍ତ ନେତା ନେତ୍ରୀ ହେବା ପାଇଁ ଚାହୁଁ, ପ୍ରଚାରକ ପ୍ରଚାରିକା ପାଷ୍ଟର୍ସ ପାଳକ ହେବା ପାଇଁ ଚାହୁଁ, ତାହେଲେ ଆମମାନଙ୍କୁ ଈଶ୍ୱର ପରାୟଣ ଜୀବନ କାଟିବା ପାଇଁ ସ୍ଥିର କରିବାକୁ ହେବ। ପ୍ରଭୁ ଭୟ ଜୀବନ କାଟିବାକୁ ହେବ। ଇଫ୍ ନଟ୍ ଲିଭ୍ ଦ ମିନିଷ୍ଟ୍ରି, ସେ କହୁଛନ୍ତି, ଅର୍ ୱି ମଷ୍ଟ ଲିଭ୍ ଦ ମିନିଷ୍ଟ୍ରି। ଯଦି ଆମଠାରେ ପ୍ରଭୁ ଭୟ ଜୀବନ ନାହିଁ ତାହେଲେ କି ପ୍ରକାର ଆମେ ପ୍ରଭୁଙ୍କର ସେବା କରିପାରିବା? ପ୍ରିୟ ଭାଇ ଭଉଣୀ ମାନେ, ପ୍ରଭୁ ଆମମାନଙ୍କୁ, ଯଦି ଆମମାନଙ୍କର ଭଲ ପର୍ସନାଲିଟି ଅଛି ବହୁତ ବଢିଆ କଥା। ଯଦି ପ୍ରଭୁ ଆମମାନଙ୍କ ଦ୍ୱାରା ଆମେ ଯଦି କିଛି କାର୍ଯ୍ୟ ସମ୍ପାଦନ କରିପାରୁଛୁ ବହୁତ ବଢିଆ କଥା, ସୁନ୍ଦର କଥା। ସେ ସବୁ ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଆମମାନଙ୍କର କ୍ୟାରେକ୍ଟର ଗୁଣ, ଯାହାକି ପ୍ରଭୁ ଭୟ ଜୀବନ। ପ୍ରଭୁ ଆମମାନଙ୍କୁ ସାହାଯ୍ୟ କରନ୍ତୁ, ଯେତେବେଳେ ପ୍ରଭୁ ଆମମାନଙ୍କୁ ସୁଯୋଗ ଦେବେ ନେତା ନେତ୍ରୀ ମାନଙ୍କୁ ଚୟନ କରିବା ପାଇଁ, ସେମାନଙ୍କ ନିମନ୍ତେ ପ୍ରାର୍ଥନା କରିବା ପାଇଁ, ଏହି ପ୍ରାର୍ଥନା କରନ୍ତୁ, ପ୍ରଭୁ ଯେଉଁମାନଙ୍କ ଠାରେ ପ୍ରଭୁ ଭୟ ଜୀବନ ଅଛି, ଯେଉଁମାନେ ପ୍ରଭୁଙ୍କୁ ପ୍ରଥମ ସ୍ଥାନ ଦିଅନ୍ତି, ପ୍ରଭୁଙ୍କୁ ଭକ୍ତି କରନ୍ତି, ସେ ପ୍ରକାର ନେତାମାନଙ୍କୁ ଆମକୁ ଦିଅ, ଯେପରି ଆମମାନଙ୍କୁ ସେମାନେ ପ୍ରକୃତ ନେତୃତ୍ୱ ଦେବ। ଦ୍ୱିତୀୟ ଗୁଣ, ନେତାମାନଙ୍କ ଜୀବନ ଆତ୍ମିକ ଭାବରେ ଏକ ଶୃଙ୍ଖଳାର ଜୀବନ ହେବା ଆବଶ୍ୟକ। ସ୍ପିରିଚୁଆଲ ଡିସିପ୍ଲିନ, ଆତ୍ମିକ ଭାବରେ ଏକ ଶୃଙ୍ଖଳାର ଜୀବନ ହେବାକୁ ହେବ, ନଟ୍ ଇନଡିସିପ୍ଲିନ। ଆତ୍ମିକ ଭାବରେ ଶୃଙ୍ଖଳା ହେବାକୁ ପଡିବ। ଆମମାନଙ୍କ ପ୍ରତ୍ୟେକ ଜୀବନରେ ଆମେ କଣ କରିଥାଉ?
ଏକ ସମୟ ନିର୍ଣ୍ଣୟ କରିଥାଉ, ଯେଉଁ ସମୟରେ କି ଆମେ ପ୍ରଭୁଙ୍କ ସହିତ ଆଳାପ କରିଥାଉ, ପ୍ରଭୁଙ୍କ ସହିତ ଆମେ କଥା ହେଇଥାଉ ଏବଂ ପ୍ରଭୁ ଆମମାନଙ୍କୁ ତାଙ୍କ ବାକ୍ୟ ମାଧ୍ୟମରେ କଥା କହିଥାନ୍ତି। ପ୍ରତ୍ୟେକ ବିଶ୍ୱାସିନୀ। ଆଉ ଯେତେବେଳେ ନେତାମାନଙ୍କ କଥା ଉଠେ ତାଙ୍କ ପାଇଁ ଦୁଇ ଗୁଣ ଭାବରେ ପ୍ରଯୁଜ୍ୟ। ଯଦି ଆମମାନଙ୍କ ଜୀବନରେ ଆତ୍ମିକ ଜୀବନର ଶୃଙ୍ଖଳା ନାହିଁ ତାହେଲେ ହୁଏତ ଆମେ ନେତୃତ୍ୱ ଦେବାରେ ବିଫଳ ହୋଇଯାଇପାରୁ। ଦୁଇ ପ୍ରକାର ଶୃଙ୍ଖଳା ପ୍ରଭୁ, ଆତ୍ମିକ ଶୃଙ୍ଖଳା ପ୍ରଭୁ ଆମମାନଙ୍କ ଠାରୁ ଆଶା କରନ୍ତି। ପ୍ରଥମ ଆତ୍ମିକ ଶୃଙ୍ଖଳା ଯାହାକି ବାକ୍ୟ ପଠନ ଏବଂ ବାକ୍ୟ ଧ୍ୟାନ। ବାକ୍ୟ ପଠନ, ବାକ୍ୟ ଧ୍ୟାନ ଏ ଅତି ଜରୁରୀ, କାରଣ ପ୍ରଭୁ ତାଙ୍କ ଦାସମାନଙ୍କ ଜୀବନରୁ ଏହି ଆଶା କଲେ। ଜିରିମିୟ ତାର 15 ଅଧ୍ୟାୟ 16 ପଦରେ ଯଦି ଦେଖିବା, ଜିରିମିୟ 15 ଅଧ୍ୟାୟ 16 ପଦରେ ପ୍ରଭୁ ଜିରିମିୟ କହୁଛନ୍ତି, ଜିରିମିୟ ସେହି କଥା କହନ୍ତି, ତୁମ୍ଭର ବାକ୍ୟ ପ୍ରାପ୍ତ ହେଲା, ପୁଣି ମୁଁ ତାହା ଭୋଜନ କଲି, ଆଉ ତୁମ୍ଭର ବାକ୍ୟ ମୋର ଆନନ୍ଦ ଓ ଚିତ୍ତର ଆହ୍ଲାଦଜନକ ହେଲା। କାରଣ ହେ ସୈନ୍ୟାଧିପତି ସଦାପ୍ରଭୁ ପରମେଶ୍ୱର ମୋ ତୁମ୍ଭ ନାମରେ ଖ୍ୟାତ ଅଟେ। ଏଠାରେ ଜିରିମିୟ ଜଣେ ଭବିଷ୍ୟତବକ୍ତା, ପ୍ରଭୁଙ୍କର ଦାସ, ଆଉ ସେ ପ୍ରଭୁଙ୍କ ବାକ୍ୟ ଦେଖି ପ୍ରକାର ଆମୋଦ କରୁଛନ୍ତି। ପ୍ରଭୁଙ୍କ ବାକ୍ୟକୁ ସେ ଭୋଜନ କରୁଛନ୍ତି, ସେ ଗ୍ରହଣ କରୁଛନ୍ତି, ଆଉ ପ୍ରଭୁଙ୍କ ବାକ୍ୟରେ ସେ କଣ କରୁଛନ୍ତି? ଆନନ୍ଦ କରୁଛନ୍ତି, ସେ ଉଲ୍ଲାସ କରୁଛନ୍ତି। ପ୍ରଭୁଙ୍କ ବାକ୍ୟକୁ ଆମେ ପଢିବାକୁ ହବ, ପ୍ରଭୁଙ୍କ ବାକ୍ୟକୁ ଆମେ ପଠନ କରିବାକୁ ହବ, ପ୍ରଭୁଙ୍କର ବାକ୍ୟକୁ ଆମେ ଧ୍ୟାନ କରିବାକୁ ହବ। ଯେପରି ଦାଉଦ ତାଙ୍କ ଜୀବନରେ ସେ ପ୍ରଥମ ସ୍ଥାନ ଦେଇଥିଲେ ପ୍ରଭୁଙ୍କର ବାକ୍ୟକୁ। ଆମେ ଯଦି ଗୀତ ସଂହିତା 119 ଦେଖିବା, ସେଠାରେ ପ୍ରଭୁଙ୍କ ବାକ୍ୟ ବିଷୟରେ ଦାଉଦ ଅନେକ କଥା ସେ ଲେଖୁଛନ୍ତି। ପ୍ରଭୁଙ୍କର ଦାସ, ପ୍ରଭୁଙ୍କର ବାକ୍ୟକୁ ଆମେ ଦୈନନ୍ଦିନ ପାଠ କରିବାକୁ ହବ, ତାଙ୍କର ଇଚ୍ଛା ଜାଣିବାକୁ ହବ। ଆମେ ପ୍ରଭୁ ଆମମାନଙ୍କୁ ସର୍ବଦା ସେ କଣ କରିବେ? ଆମମାନଙ୍କର ଜୀବନକୁ ସଜାଡ଼ିବେ, ଆମମାନଙ୍କୁ ପ୍ରସ୍ତୁତ ରଖିବେ, ଯେପରି ତାଙ୍କ ନିମନ୍ତେ ଆମେ ବ୍ୟବହୃତ ହେଇପାରୁ। ପ୍ରଭୁ ଜିହୋସିଓଙ୍କୁ ଏହି କଥା କହନ୍ତି। ଜିହୋସିଓ ତାର 1 ଅଧ୍ୟାୟ 8 ପଦରେ ଏ କଥା ସେ କହିଲେ ଯେ ତୁମେ ପ୍ରଭୁଙ୍କର ବାକ୍ୟ ଦିବାରାତ୍ର ଧ୍ୟାନ କର। ଆସନ୍ତୁ ଆମେ ସେ ଜିହୋସିଓ 1 ଅଧ୍ୟାୟ 8 ପଦ ପଢିବା। ଯେତେବେଳେ ଜିହୋସିଓଙ୍କୁ ନେତୃତ୍ୱ ଦିଆଯାଉଛି, ଦେଖନ୍ତୁ ପ୍ରଭୁ ତାଙ୍କୁ କି ଆଦେଶ, କି ଆଜ୍ଞା ଦେଉଛନ୍ତି। ସେ କହୁଛନ୍ତି, ଜିହୋସିଓ ତୁମକୁ ଏକ ବିଶିଷ୍ଟ ବିରାଟ ବଡ଼ ଦାୟିତ୍ୱ ଦିଆଯାଉଛି, ତୁମ ଉପରେ ନ୍ୟସ୍ତ କରାଯାଉଛି। ମୂଷା ମୋର ଦାସ, ସେ ଅତି ସୁନ୍ଦର ଭାବରେ ମୋ ଲୋକମାନଙ୍କୁ କଢାଇ ନେଲେ। ବର୍ତ୍ତମାନ ତୁମର ସମୟ। କିନ୍ତୁ ଏଇ କଥା ତୁମେ ମନେ ରଖ, ଏହି ବ୍ୟବସ୍ଥା ପୁସ୍ତକ ତୁମ ମୁଖରୁ ବିଚଳିତ ନ ହଉ। ଲେଟ୍ ନଟ୍ ଦିସ୍ ୱାର୍ଡ ଡିପାର୍ଟ ଫ୍ରମ୍ ୟୋର ମାଉଥ୍। ତୁମ ପାଟିରୁ, ମୁଖରୁ ଈଶ୍ୱରଙ୍କର ବାକ୍ୟ ବିଚଳିତ ନ ହଉ। ମାତ୍ର ତୁମ୍ଭେ ତହିଁର ଲେଖାନୁସାରେ ମାନିବାକୁ କରିବାକୁ ଦିବାରାତ୍ର ତାହା ଧ୍ୟାନ କର। ତାହା କଲେ ତୁମ୍ଭେ ଆପଣା ପଥ ସଫଳ କରିବ, ତୁମ୍ଭେ କୁଶଳ ପ୍ରାପ୍ତ ହବ। ଜିହୋସିଓ ପ୍ରଭୁଙ୍କ ଦ୍ୱାରା ଆହ୍ୱାନ ପ୍ରାପ୍ତ ଏକ ନେତା। ଆଉ ତାଙ୍କୁ ପ୍ରଭୁ କହୁଛନ୍ତି ଯେ ତୁମ ମୁଖରୁ ଏ ବ୍ୟବସ୍ଥା ନ ଯାଉ, ସର୍ବଦା ତୁମ ମୁଖରେ ମୋ ବାକ୍ୟ ରହୁ, ଆଉ ତାହା ତୁମେ ଧ୍ୟାନ କରିବାରେ, ପାଳନ କରିବାରେ ତତ୍ପର ହୁଅ, ଆଉ ସେଥିରେ ତୁମେ ସଫଳ ହବ। ପ୍ରିୟ ଭାଇ ଭଉଣୀ ମାନେ, ପ୍ରଭୁ ଏହି କଥା କହନ୍ତି ଯେ ଆମମାନଙ୍କ ଜୀବନରେ ଏକ ଆତ୍ମିକ ଶୃଙ୍ଖଳା ଆବଶ୍ୟକ। କାରଣ ପ୍ରଭୁ ଯେତେବେଳେ ଆମମାନଙ୍କୁ ଦାୟିତ୍ୱ ଦିଅନ୍ତି, ଆକୁ କେବେ ହେଲେ ଆମେ ସାମାନ୍ୟ ଭାବିବା ନାହିଁ। ଏକ ବିଶେଷ ଗୁରୁ ଦାୟିତ୍ୱ ପ୍ରଭୁ ଆପଣମାନଙ୍କ ସ୍କନ୍ଧରେ ସେ ଦେବା ପାଇଁ ଚାହାନ୍ତି। ଆଉ ସେ ଦାୟିତ୍ୱକୁ ନିଜସ୍ୱ କରନ୍ତୁ, ଆଉ ସେଥିପାଇଁ ନିଜକୁ ସର୍ବଦା ପ୍ରସ୍ତୁତ ରଖନ୍ତୁ। ଯେପରି ପ୍ରଭୁ ଆପଣଙ୍କୁ କଥା କହିବେ, ମତେ କଥା କହିବେ, ଆମମାନଙ୍କୁ ସର୍ବଦା ପ୍ରସ୍ତୁତ ରଖିବେ, ଯେପରି ଆମେ ସଫଳତାର ସହିତ ସେ ଯେଉଁ ଦାୟିତ୍ୱ ଆମମାନଙ୍କ ସ୍କନ୍ଧରେ ରଖିବେ ତାହା ଆମେ କରିପାରିବା। ଦ୍ୱିତୀୟ ସ୍ପିରିଚୁଆଲ ଡିସିପ୍ଲିନ, ଦ୍ୱିତୀୟ ଆଧ୍ୟାତ୍ମିକ ଆତ୍ମିକ ଶୃଙ୍ଖଳା ଡିସିପ୍ଲିନ, ତାହା ହେଉଛି ପ୍ରାର୍ଥନା। ମୁଁ ତ କହିବି ପ୍ରାର୍ଥନା ଏକ ବୋଝ। ପ୍ରାର୍ଥନା ହେଉଛି ଏକ ବୋଝ। ପ୍ରେୟାର ସୁଡ୍ ବି ଏ ବାର୍ଡେନ୍।
ଅନେକ ସମୟରେ ଆମେ ପ୍ରାର୍ଥନା କରୁ କିନ୍ତୁ ଆମର କୌଣସି ବୋଝ ନଥାଏ। ବୋଝ ବିହୀନ ପ୍ରାର୍ଥନା। ଆପଣ ହାନାକୁ ସ୍ମରଣ କରନ୍ତୁ। ହାନା କେମିତି ପ୍ରାର୍ଥନା କରୁଥିଲେ, ତାଙ୍କ ହୃଦୟରେ କି ବେଦନା ଥିଲା, କି ବୋଝ ଥିଲା। ଆମେ ଯଦି ବୋଝର ସହିତ ପ୍ରାର୍ଥନା କରିବା, ତେବେ ବନ୍ଧୁଗଣ ନିଶ୍ଚିତ ଭାବରେ ପ୍ରଭୁ ଆମମାନଙ୍କୁ ମାର୍ଜିତ କରିବେ, ଆମମାନଙ୍କୁ ଶକ୍ତିଶାଳୀ କରିବେ, ଆମମାନଙ୍କୁ ଶକ୍ତିଯୁକ୍ତ କରିବେ ଏବଂ ତାଙ୍କର ଗୌରବ ନିମନ୍ତେ ସେ ଆମମାନଙ୍କୁ ତାଙ୍କର ଦକ୍ଷତା ସେ ଆମମାନଙ୍କୁ ପ୍ରଦାନ କରିବେ, ତାଙ୍କର ବଳ ସେ ପ୍ରଦାନ କରିବେ, ତାଙ୍କର ଜ୍ଞାନ ସେ ପ୍ରଦାନ କରିବେ। ପ୍ରେୟର is essential in spiritual development. Prayer should be a burden positively. ପ୍ରାର୍ଥନା ଆମେ ବୋଝର ସହିତ କରିବାକୁ ହବ। ଯଦି ଆମର ଆତ୍ମିକ ଜୀବନକୁ ଆମେ ମାପିବା ପାଇଁ ଚାହୁଁଛୁ, ତାହେଲେ ପ୍ରାର୍ଥନା ଜୀବନକୁ ଆମେ ଦେଖିବାକୁ ହବ। ପ୍ରାର୍ଥନା ଆମ ଜୀବନର ଏକ ବିଶେଷ ଅଙ୍ଗ ହେବାକୁ ଆବଶ୍ୟକ ହେବା ଜରୁରୀ। କାରଣ ନେହେମିୟାଙ୍କ ଜୀବନରେ ଆମେ ଦେଖୁଛୁ, ଆଉ ନେହେମିୟା ଯେତେବେଳେ ଶୁଣିଲେ ଜେରୁସାଲେମର ୱାଲ ପ୍ରସ୍ତର ଭାଙ୍ଗି ପଡ଼ିଛି, ଆଉ ସେ ସମୟରେ ସେ ଦୁଃଖିତ ହେଲେ, ସେ ବିଚଳିତ ହେଲେ, ସେ ବିବ୍ରତ ହେଲେ ଏବଂ ସେ ବୋଝର ସହିତ ପ୍ରାର୍ଥନା, ଫାର୍ଷ୍ଟ ଥିଙ୍ଗ ହି ଡିଡ୍ ପ୍ରେୟର, ସେ ପ୍ରାର୍ଥନା କରୁଛନ୍ତି। ସେ ଜାଣିଛନ୍ତି ବାବିଲନ ଦେଶରେ ସେମାନେ ଅଛନ୍ତି, 70 ବର୍ଷ କାଳ ସେମାନେ ବାବିଲନ ରହିଲେ। ଜେରୁସାଲେମର ଅବସ୍ଥା ସାଂଘାତିକ, ସବୁ ପ୍ରାଚୀର ଗଡ଼ି ଯାଇଛି, ଭାଙ୍ଗି ଯାଇଛି, ଟଳି ପଡ଼ିଛି। ପ୍ରାଚୀର ଉଠେଇବା ପାଇଁ ମେନ୍ ପାୱାର ଦରକାର, ଶକ୍ତି ଦରକାର। ଆଉ ସେ ସମୟରେ ପ୍ରଥମ ବିଷୟ ସେ କଲେ ନା ଈଶ୍ୱରଙ୍କ ଠାରେ ବୋଝର ସହିତ ସେ ପ୍ରାର୍ଥନା କଲେ। ପ୍ରାର୍ଥନା ନିତାନ୍ତ ଆମମାନଙ୍କ ପାଇଁ ଆବଶ୍ୟକ। ସବୁ ଅବସ୍ଥାରେ ଆମେ ପ୍ରାର୍ଥନା କରିବା, ପ୍ରଭୁ ତୁମେ ମୋତେ ବ୍ୟବହାର କର, ପ୍ରଭୁ ତୁମେ ମୋତେ ବ୍ୟବହାର କର, ତୁମର ଜ୍ଞାନ ବୁଦ୍ଧିରେ ଶକ୍ତିରେ ମୋତେ ବ୍ୟବହାର କର, ମୋର ନିଜର ଜ୍ଞାନ ବୁଦ୍ଧି ଶକ୍ତିରେ ନୁହଁ। ଆଜି ଆମେ ପ୍ରାର୍ଥନାକୁ ଗୁରୁତ୍ୱ ଦେଉଅଛୁ କି? ନେତା ଭାବରେ, ନେତ୍ରୀ ଭାବରେ, ମଣ୍ଡଳୀର ଖ୍ରୀଷ୍ଟ ବିଶ୍ୱାସିନୀ ଭାବରେ ପ୍ରାର୍ଥନାକୁ ଆଜି ଆମେ କ'ଣ ପ୍ରଥମ ସ୍ଥାନ ଦେଇଅଛୁ କି? ପ୍ରେରିତମାନଙ୍କ ସମୟରେ ସେମାନେ ଯେତେବେଳେ ଅତି ବ୍ୟସ୍ତ ଥିଲେ ପ୍ରଭୁଙ୍କ ସେବା କରିବାରେ, ସେ ସମୟରେ ପ୍ରାର୍ଥନାରେ ସେମାନେ ଅବହେଳା କରୁଥିଲେ, ପ୍ରଭୁଙ୍କ ବାକ୍ୟ ପ୍ରଚାରର ଅବହେଳା କରୁଥିଲେ। ଆଉ ସେ ସମୟରେ ପ୍ରେରିତମାନେ କହୁଛନ୍ତି, ଆଉ ସେ କହନ୍ତି ଯେ ଆମମାନଙ୍କୁ ସୁଯୋଗ ଦିଅ, ସମୟ ଦିଅ, ଯେ ପ୍ରକାର ଆମେ ପ୍ରାର୍ଥନାରେ ନିବିଷ୍ଟ ରହିବୁ। ପ୍ରାର୍ଥନାକୁ ଆମେ ଗୁରୁତ୍ୱ ଦେବାକୁ ହବ, କାରଣ ପ୍ରାର୍ଥନା ଦ୍ୱାରା ଆମେ ଶକ୍ତି ପ୍ରାପ୍ତ ହେଇଥାଉ। ପ୍ରାର୍ଥନା ଦ୍ୱାରା ପ୍ରଭୁ ଆମମାନଙ୍କୁ ଜାଗ୍ରତ କରନ୍ତି, ପ୍ରାର୍ଥନା ଦ୍ୱାରା ପ୍ରଭୁ ଆମମାନଙ୍କର ଜୀବନକୁ ସେ ସତେଜ କରନ୍ତି ତାଙ୍କ ଦ୍ୱାରା ବ୍ୟବହୃତ ହେବା ନିମନ୍ତେ। ସ୍ୱୟଂ ଯୀଶୁ ମଧ୍ୟ ତାଙ୍କ ଜୀବନରେ ପ୍ରାର୍ଥନାକୁ ସେ ଗୁରୁତ୍ୱ ଦେଇଥିଲେ। ଈଶ୍ୱରଙ୍କର ପୁତ୍ର ହୋଇ ମଧ୍ୟ ସେ ପ୍ରାର୍ଥନାରେ ଗୁରୁତ୍ୱ ଦେଇଥିଲେ, ଈଶ୍ୱରଙ୍କ ଉପରେ ନିର୍ଭର କରିଥିଲେ। ଆଉ ଯେତେବେଳେ ସେ ସମୟ ପାଉଥିଲେ, ଆଉ ସେ ଏକାକୀ ଗୋଟେ ନିର୍ଜନ ସ୍ଥାନକୁ ଯାଇ କ'ଣ କରୁଥିଲେ? ପ୍ରାର୍ଥନା କରୁଥିଲେ। କାରଣ ସେ ଜାଣିଥିଲେ ଆସନ୍ତା କାଲି ଯେତେବେଳେ ଆସିବ, ଆଲୋକ ଆସିବ, ଆଲୁଅ ହବ, ଏକ ନୂଆ ଦିନ ଆସିବ, ତାଙ୍କୁ ଅନେକ କିଛି କାର୍ଯ୍ୟ କରିବାକୁ ହବ। ଆଉ ସେଥିପାଇଁ ଈଶ୍ୱରଙ୍କ ଠାରୁ ନିଶ୍ଚିତ ଭାବରେ ଶକ୍ତିର ଆବଶ୍ୟକ। ଆଉ ସେ ନିଜ ଦ୍ୱାରା ତାହା କରିବା ପାଇଁ ସେ ଚାହୁଁନଥିଲେ। ଈଶ୍ୱରଙ୍କର ଶକ୍ତି, ପବିତ୍ର ଆତ୍ମାଙ୍କର ଶକ୍ତି ଦ୍ୱାରା ସେ ଈଶ୍ୱରଙ୍କର କାର୍ଯ୍ୟ, ଈଶ୍ୱରଙ୍କର ରାଜ୍ୟ ବିସ୍ତାର କରିବା ପାଇଁ ଚାହୁଁଥିଲେ। ପ୍ରାର୍ଥନା ବିଷୟରେ ଅତି ସୁନ୍ଦର ଗୋଟେ କୋଟେସନ ଅଛି, ମୁଁ ଇଂରାଜୀରେ ପଢ଼ିଦେବି, କାରଣ ଇଂରାଜୀରେ ଏହା ପଢ଼ିବା ଦ୍ୱାରା, ଶୁଣିବା ଦ୍ୱାରା ପ୍ରକୃତରେ ଅର୍ଥପୂର୍ଣ୍ଣ ହୋଇଥାଏ। ପ୍ରାର୍ଥନା ଉପରେ ଏହି ପ୍ରକାର ଜଣେ କହନ୍ତି, ପ୍ରଭୁଙ୍କର ଦାସ, no man is greater than his prayer life. The leader who is not praying is playing. The people who are not praying are straying. We have many organizers but few agonizers. Many players and payers, few prayers. Many singers, few clingers. Lots of pastors, few wrestlers. Many fears, few tears. Much passion, little passion. Many interferers, few intercessors. Many writers,
but few fighters. Failing here, we fail everywhere. ପ୍ରାର୍ଥନା ବିନା ଜଣେ ନେତାଙ୍କର ଜୀବନ କି ପ୍ରକାର ଜୀବନ? ଖେଳୁଥିବା ଜୀବନ, ପ୍ଲେଇଂ। ଲୋକମାନେ ପ୍ରଭୁଙ୍କ ଲୋକମାନେ ଯେଉଁମାନେ ପ୍ରାର୍ଥନା କରନ୍ତି ନାହିଁ ସେମାନେ ଷ୍ଟ୍ରେଇଂ, ଚାରିପଟେ ବୁଲନ୍ତି। ଆଉ ଯେଉଁମାନେ ଆମମାନଙ୍କର ଅନେକ ଅର୍ଗାନାଇଜେସନ ଅଛନ୍ତି କିନ୍ତୁ ବୋଝର ସହିତ କାର୍ଯ୍ୟ କରିବା ଲୋକ ଅଳ୍ପ ଅଛନ୍ତି। ଅନେକ କାର୍ଯ୍ୟରେ ବ୍ୟସ୍ତ ହେବା ଲୋକ ଅଛନ୍ତି, ଅନେକ ଦାନ କରିବା ପାଇଁ ଅଛନ୍ତି କିନ୍ତୁ ପ୍ରାର୍ଥନା କରିବା ପାଇଁ ଅତି କମ୍ ଲୋକ ଅଛନ୍ତି। ଅନେକ ଗୀତ ଗାନ କରିବା ପାଇଁ ଅଛନ୍ତି କିନ୍ତୁ ଆସକ୍ତରେ ପ୍ୟାସନର ସହିତ କରିବା ପାଇଁ ଅତି କମ୍ ଲୋକ ଅଛନ୍ତି। ଅନେକ ପାଷ୍ଟର ଅଛନ୍ତି କିନ୍ତୁ ରେସଲର ସଂଘର୍ଷ କରିବା ପାଇଁ କମ୍ ଲୋକ ଅଛନ୍ତି। ଅନେକ ଭୟ କରନ୍ତି କିନ୍ତୁ ଅନେକ ଅତି ଅଳ୍ପ ଲୋକ ସେମାନେ କ୍ରନ୍ଦନ କରନ୍ତି। ଅନେକ ଫ୍ୟାସନ କରନ୍ତି କିନ୍ତୁ ଅଳ୍ପ ଲୋକ ଜୀବନରେ ଆବେଗ ବା ପ୍ୟାସନ ଥାଏ। ଅନେକ ଲୋକ ଅନ୍ୟ କାର୍ଯ୍ୟରେ ସେମାନେ ହସ୍ତକ୍ଷେପ କରନ୍ତି, ଇଣ୍ଟରଫିୟର କରନ୍ତି କିନ୍ତୁ ସେମାନଙ୍କ ପାଇଁ କମ୍ ପ୍ରାର୍ଥନା କରନ୍ତି। ଅନେକ ଲେଖକ ଅଛନ୍ତି କିନ୍ତୁ ଯୋଦ୍ଧା କମ୍ ଅଛନ୍ତି। ଭାଇ ଭଉଣୀମାନେ, ଆମେ ଯଦି ପ୍ରାର୍ଥନାରେ ବିଫଳ ହେବା ତାହେଲେ ଆମେ ସବୁରେ ବିଫଳ ହେବା। ତୃତୀୟ ଗୁଣ ଯାହାକି ଅତି ଆବଶ୍ୟକ ପ୍ରଭୁ ଆମମାନଙ୍କ ଜୀବନରେ ଚାହାନ୍ତି ତାହା ନେତାମାନଙ୍କର ଆତ୍ମିକ ଦାୟିତ୍ୱର ଜ୍ଞାନ ରହିବା ଆବଶ୍ୟକ। ନେତାମାନଙ୍କର ଆତ୍ମିକ ଜ୍ଞାନର ଦାୟିତ୍ୱର ଜ୍ଞାନ ଆବଶ୍ୟକ। ଅନେକ ସମୟରେ ଯେତେବେଳେ ନେତାର ଶବ୍ଦ ନିଆଯାଏ ଆମେ ଭାବୁ ନେତା କେବଳ ପରିଚାଳନା କରନ୍ତି, ପରିଚାଳନା ବି କରନ୍ତି, ଆତ୍ମିକ କାର୍ଯ୍ୟ ମଧ୍ୟ କରନ୍ତି। ଆମେ ଯଦି এই ଦୁଇଟାକୁ ସେପାରେଟ କରିଦେବା ସେଠି ହେଉଛି ମିକ୍ସଅପ୍। ପ୍ରଭୁ ଆମମାନଙ୍କୁ ପରିଚାଳନା ଦାୟିତ୍ୱ ବି ଦେଇଛନ୍ତି, ପ୍ରଭୁ ଆମମାନଙ୍କୁ ଆତ୍ମିକ ଦାୟିତ୍ୱ ମଧ୍ୟ ଦେଇଛନ୍ତି। ଆମେ এই ଦୁଇଟି ବିଷୟକୁ ବାଲାନ୍ସ କରିବାକୁ ହବ। ଆମେ ଯଦି ଇମ୍ବାଲାନ୍ସ ହେଇଯିବା ସେଥିରେ ସମସ୍ୟା ସୃଷ୍ଟି ହେବ। ଆଜି ଅନେକ ଅଛନ୍ତି ଯେଉଁମାନେ ଆତ୍ମିକ ଦାୟିତ୍ୱ ବିଷୟରେ ସେମାନଙ୍କର ଜ୍ଞାନ ଖୁବ୍ କମ୍। କି ପ୍ରକାର ଦାୟିତ୍ୱ ସେମାନଙ୍କର ଅଛି ଦେଖନ୍ତୁ। ଆମେ ଯଦି ମଣ୍ଡଳୀର ନେତାମାନଙ୍କୁ ମେଷପାଳକ ସହିତ ତୁଳନା କରାଯାଇଛି। ଆଉ ଯଦି ଆପଣମାନେ ମେଷପାଳକଙ୍କର ବିଶିଷ୍ଟ ବୈଶିଷ୍ଟ୍ୟ ଜାଣିବା ପାଇଁ ଚାହାନ୍ତି ତାହେଲେ ଗୀତ ତାର 23 ଯଦି ଆପଣ ପଢିବେ ସେଇଠାରେ ମେଷପାଳକର ସମସ୍ତ ଗୁଣ ଲେଖାଯାଇଛି, ବ୍ୟାଖ୍ୟା କରାଯାଇଛି। ମେଷପାଳକର ଗୁଣ କଣ? ମେଷପାଳକ ଯାହା ଜଣେ ଖ୍ରୀଷ୍ଟୀୟ ନେତା ତାହା। ଆଉ ମେଷପାଳକ କଣ କରେ? ସେ ଖାଦ୍ୟ ଯୋଗାଏ, ହି ଇଜ ଏ ଫିଡର। ସେ ଆତ୍ମିକ ଖାଦ୍ୟ ପ୍ରଦାନ କରେ। ସେ ବିଶ୍ୱାସୀ ମାନଙ୍କର ଆତ୍ମିକ ଜୀବନକୁ ବଳିଷ୍ଠ କରେ ୱିଥ୍ ଦ ୱାର୍ଡ ଅଫ ଗଡ୍, ପ୍ରଭୁଙ୍କ ବାକ୍ୟ ଦ୍ୱାରା। ଆଉ ସେ କଣ କରେ? ଆତ୍ମା ମାନଙ୍କୁ ଖାଦ୍ୟ ଦିଏ ଯେପରି ସେମାନେ ଆତ୍ମିକ ଜୀବନରେ ପରିପକ୍ୱ ହୁଅନ୍ତି। ବିଶ୍ୱାସୀ ମାନେ ଯେପରି ଆତ୍ମିକ ଜୀବନରେ ପରିପକ୍ୱ ହୁଅନ୍ତି, ଆତ୍ମିକ ଜୀବନରେ ବଳିଷ୍ଠ ହୁଅନ୍ତି, ଆତ୍ମିକ ଜୀବନରେ ବଳବନ୍ତ ହୁଅନ୍ତି, ଆଉ ସେଇ ଖାଦ୍ୟ ସେମାନଙ୍କୁ ଦେବା ପାଇଁ କେବେ ହେଲେ ସେମାନେ କୁଣ୍ଠାବୋଧ କରନ୍ତି ନାହିଁ। ସବୁବେଳେ ବିଶ୍ୱାସୀ ମାନଙ୍କର ଆତ୍ମିକ ଜୀବନର ପରିପକ୍ୱତା ନିମନ୍ତେ ସେମାନେ ଆଗରେ ରହନ୍ତି। କାରଣ ପ୍ରଭୁ ସେଇ ଦାୟିତ୍ୱ ଆମମାନଙ୍କୁ ଦେଇଛନ୍ତି ଯେପରି ମଣ୍ଡଳୀର ବିଶ୍ୱାସୀ ମାନଙ୍କୁ ଆମେ ଆତ୍ମିକ ଜୀବନରେ ବୃଦ୍ଧି କରିପାରିବା। ଦ୍ୱିତୀୟ ଦାୟିତ୍ୱ, ଆତ୍ମିକ ଦାୟିତ୍ୱ ଯେ ଆମେ ସେମାନଙ୍କୁ ସାନ୍ତ୍ୱନା ଦେବାକୁ ହବ। ଆଜି ଆମମାନଙ୍କୁ ପ୍ରଭୁ ଦାୟିତ୍ୱ ଦେଇଛନ୍ତି ଯେପରି ମଣ୍ଡଳୀର ବିଶ୍ୱାସିନୀ ମାନଙ୍କୁ ଯେଉଁମାନେ ଦୁଃଖରେ ଅଛନ୍ତି, ଯେଉଁମାନେ ସମସ୍ୟାରେ ଅଛନ୍ତି, ଯେପରି ସେମାନଙ୍କୁ ଆମେ ସାନ୍ତ୍ୱନାର ବାକ୍ୟ ଦେଇପାରିବା, ସାନ୍ତ୍ୱନା ଦେଇପାରିବା, କମ୍ଫର୍ଟ ଦେଇପାରିବା। ସେମାନଙ୍କର ଉଣ୍ଡକୁ ଆମେ ବାନ୍ଧି ପାରିବା, କ୍ଷତକୁ ଆମେ ବାନ୍ଧି ପାରିବା। ସେମାନଙ୍କୁ ଯେପରି ଆମେ କମ୍ପାସନ, ଦୟାର ହୃଦୟ ଦେଖାଇ ପାରିବା, ପ୍ରେମ ଦେଖାଇ ପାରିବା। ଆତ୍ମିକ ଦାୟିତ୍ୱ। ଅନ୍ୟକୁ, ବିଶ୍ୱାସୀ ମାନଙ୍କୁ ସାନ୍ତ୍ୱନା ଦେବା। ଦୁଃଖ ସମୟରେ
ତାଙ୍କର ସହିତ ଠିଆ ହେବା, ସମସ୍ତ ପ୍ରକାର ପ୍ରତିକୂଳ ପରିସ୍ଥିତିରେ ସେମାନଙ୍କ ସହିତ ରହିବା। ତୃତୀୟ ଆତ୍ମିକ ଗୁଣ, ତୃତୀୟ ବିଷୟ ଯାହାକି ଅନୁଯୋଗ କରିବା। ପ୍ରଭୁ ନେତାମାନଙ୍କୁ ଏହି ଦାୟିତ୍ୱ ଦିଅନ୍ତି ଯେପରି ଆମେ କ'ଣ କରିବା, ବିଶ୍ୱାସୀମାନେ ଯେତେବେଳେ ଭୁଲ ରାସ୍ତାରେ ଯାଆନ୍ତି ସେମାନଙ୍କୁ ଆମେ ଅନୁଯୋଗ କରିବାକୁ ହବ, ସେମାନଙ୍କୁ ଆମେ ଅନୁଶାସନ କରିବାକୁ ହବ। ଏହା ହେଉଛି ଆମମାନଙ୍କର ଦାୟିତ୍ୱ। ଯଦି ମଣ୍ଡଳୀରେ ଅନୁଶାସନ ନାହିଁ, ମଣ୍ଡଳୀରେ ଯଦି ସଂଶୋଧନ ନାହିଁ, ତାହେଲେ ମଣ୍ଡଳୀରେ କେବେ ହେଲେ ପବିତ୍ରତା ଆସିପାରିବ ନାହିଁ, କେବେ ନାହିଁ। ଆମମାନଙ୍କୁ ଅନୁଯୋଗ କରିବାକୁ ହବ, କାରଣ ପ୍ରଭୁଙ୍କର ବାକ୍ୟ ଦ୍ୱିଧାର ଖଡ୍ଗ। ଯଦି ଆମେ ଭୁଲ କରୁଛୁ, ଯଦି ପ୍ରଭୁଙ୍କ ବାକ୍ୟ ଆମମାନଙ୍କୁ ପ୍ରଚାର କରାଯାଉଛି, ଆମେ ତାକୁ ପ୍ରଭୁ ମତେ କହୁଛନ୍ତି ଆନନ୍ଦରେ ଗ୍ରହଣ କରିବାକୁ ହବ। କିନ୍ତୁ ଅନେକ ସମୟରେ ଆମେ ଭାବୁଛୁ ଯେ ପ୍ରଚାରକ ପାଳକମାନେ ଆମକୁ ଟାର୍ଗେଟ କରିଛନ୍ତି। ଦ୍ୟାଟ୍ ଇଜ ରଙ୍ଗ, ତା ଭୁଲ ଧାରଣା। କିନ୍ତୁ ପ୍ରଭୁଙ୍କର ବାକ୍ୟ ଏହା କହେ, ଯେପରି ମେଷମାନେ ହଜି ନ ଯାଆନ୍ତି, ଏହି ପ୍ରକାର ଅନୁଯୋଗ କରିବାକୁ ହବ ଯେପରି ସେମାନେ ଆମମାନଙ୍କ ସହଭାଗିତା ରହିବେ, ସହଭାଗିତା ଛାଡି ପଳେଇ ନ ଯାଆନ୍ତି। ଏହି ପ୍ରକାର ଅନୁଯୋଗ କରିବ ନାହିଁ ଯେ ଅନୁଯୋଗରେ କି ବିଶ୍ୱାସୀ ମାନେ ପଳେଇ ଯିବେ। ରଙ୍ଗ। ପ୍ରେମର ସହିତ ଅନୁଯୋଗ କରିବାକୁ ହବ, ପ୍ରେମର ସହିତ ଅନୁଯୋଗ କରିବାକୁ ହବ। ଭଦ୍ରତାର ଜେଣ୍ଟଲନେସ୍ ରେ ଆମମାନଙ୍କୁ ଅନୁଯୋଗ କରିବାକୁ। ଗାଲାତୀୟ ତାର 6:2 ପଢନ୍ତୁ। ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦ ଅଂଶଟି ଆମେ ପଢିବା। ଗାଲାତୀୟ 6:2 ଲେଖା ଅଛି, ପରସ୍ପରର ଭାର ବହନ କର, ଏକ ପଦ, ହେ ଭାଇମାନେ, ଯଦି କେହି କୌଣସି ଅପରାଧରେ ଧରା ପଡେ, ଆତ୍ମିକ ଯେ ତୁମ୍ଭେମାନେ ମୃଦୁ ଭାବରେ ସେହି ପ୍ରକାର ଲୋକଙ୍କୁ କ'ଣ କର, ସଂଶୋଧନ କର। ପୁଣି କିଏ ଜାଣି ନିଜେ ମଧ୍ୟ ପରୀକ୍ଷାରେ ପଡିପାର। ଏଥିପାଇଁ ଆପଣା ବିଷୟରେ ସାବଧାନ ହୁଅ। ଆମମାନଙ୍କୁ ନିଜ ବିଷୟରେ ସାବଧାନ ହେବା ବିଷୟରେ ପ୍ରଭୁ ଆମମାନଙ୍କୁ କହିଛନ୍ତି। କିନ୍ତୁ ଏଠାରେ ଲେଖା ଅଛି, ଯେଉଁମାନେ ଆତ୍ମିକ ମାନେ ମୃଦୁ ଭାବରେ ତୁମେ ଲୋକକୁ ଶାସନ କରିବାକୁ ହବ, ବିଶ୍ୱାସୀ ମାନଙ୍କୁ ଅନୁଯୋଗ କରିବାକୁ ହବ। ଚତୁର୍ଥ ବିଷୟ, ସେମାନଙ୍କୁ ସୁରକ୍ଷା ଦେବାକୁ ହବ। ଏ ଆମମାନଙ୍କର ଦାୟିତ୍ୱ ଯେ ଆମର ମଣ୍ଡଳୀକୁ କେମିତି ଆମେ ଶୈତାନର ସମସ୍ତ ପ୍ରକାର ପରୀକ୍ଷା ପ୍ରଲୋଭନରୁ ସୁରକ୍ଷା ରଖିବା। ଇଟ୍ ଇଜ ଆୱାର ଚ୍ୟାଲେଞ୍ଜ। ଏହା ହେଉଛି ଆମମାନଙ୍କର ଦାୟିତ୍ୱ। ପ୍ରଭୁ ସେ ଦାୟିତ୍ୱ ଆମମାନଙ୍କୁ ଦେଇଛନ୍ତି, ଯେପରି ଆମେ ଆମର ବିଶ୍ୱାସୀ ଆମର ମେଷପଲ ମାନଙ୍କୁ କ'ଣ କରିବା, ଆମେ ସୁରକ୍ଷିତ ସ୍ଥାନରେ ରଖିବା। ଏ ପ୍ରକାର ସେମାନଙ୍କର ଯତ୍ନ ନେବା ଯେପରି ଶତ୍ରୁ ଶୈତାନ ଏଠାରେ ପ୍ରବେଶ ନ କରନ୍ତି। ଏହା ହେଉଛି ଆମମାନଙ୍କର ଦାୟିତ୍ୱ। ଶେଷ ବିଷୟ ଯାହା ପ୍ରଭୁ ଆମମାନଙ୍କ ଜୀବନରେ ଚାହାନ୍ତି, ନେତାମାନଙ୍କର ସମାଜରେ ଶୃଙ୍ଖଳିତ ଜୀବନ। ନେତାମାନଙ୍କର ସମାଜରେ ଏକ ଶୃଙ୍ଖଳିତ ଜୀବନ ପ୍ରଭୁ ଆବଶ୍ୟକ କରନ୍ତି, ଚାହାନ୍ତି। ପ୍ରଥମ ତିମୋଥୀ 3:8-11 ପଢିବେ ସମୟ ମିଳିଲେ। ତିତୋସ 1:7 এই ଦୁଇଟି ଅଂଶରେ ଆପଣମାନେ ଦେଖିବେ ସେମାନଙ୍କର ସାମାଜିକ ଜୀବନ କି ପ୍ରକାର ଶୃଙ୍ଖଳିତ ହେବା କଥା, ସାମାଜିକ ଜୀବନ କି ପ୍ରକାର ଶୃଙ୍ଖଳିତ ହେବା କଥା। ଏଠାରେ ମୁଁ କେତେଟା ବିଷୟ ଆପଣମାନଙ୍କୁ କହିବି, କି ପ୍ରକାର ଶୃଙ୍ଖଳିତ ଜୀବନ ଆବଶ୍ୟକ ପ୍ରଭୁ ଆମମାନଙ୍କ ଠାରୁ ଆବଶ୍ୟକ କରନ୍ତି। ସେ କି ପ୍ରକାର ବ୍ୟକ୍ତି ହେଇଥିବେ, ସେ ଜଣେ ଧୀର ସ୍ଥିର ଗମ୍ଭୀର ବ୍ୟକ୍ତି ହେଇଥିବେ। ଏକ ଧୀର ସ୍ଥିର ବ୍ୟକ୍ତି, ଗମ୍ଭୀର ବ୍ୟକ୍ତି, ପ୍ରଭୁଙ୍କର ବିଷୟକୁ ସେ ଗମ୍ଭୀର ଭାବରେ ନେଉଥିବେ, ପ୍ରଭୁଙ୍କର ମନ୍ଦିରକୁ ଗମ୍ଭୀର ଭାବରେ ନେଉଥିବେ, ପ୍ରଭୁଙ୍କର ରିସୋର୍ସକୁ ଗମ୍ଭୀର ଭାବରେ ନେଉଥିବେ, ନିଜର ଜୀବନ ଗମ୍ଭୀର ଭାବରେ ନେଉଥିବେ। ସବୁ ବିଷୟକୁ ସିରିୟସ୍ ନେବାକୁ ପଡିବ। ଆମେ ନେତୃତ୍ୱ କେବେ ହସ ଗମାତରେ ଚଳେଇ ପାରିବା ନାହିଁ। ପ୍ରିୟ ଭାଇ ଭଉଣୀ ମାନେ, ଏହା ଏକ ସାଧାରଣ ବିଷୟ ନୁହେଁ। ଆମେ ପ୍ରତ୍ୟେକ ବିଷୟକୁ ଗମ୍ଭୀର ଭାବରେ ନେବାକୁ ହବ। ଆମ ଜୀବନରେ ପ୍ରଭୁ ଧୀର ସ୍ଥିର ଆତ୍ମା ସେ ଚାହାନ୍ତି। ଆଜି ସମାଜରେ, ସୋସାଇଟିରେ, ଯୋଉ ଖ୍ରୀଷ୍ଟିଆନ ସମାଜରେ ଆମେ ଅଛୁ,
से समाज रे कि आमनकर जीवन एक धीरस्थर जीवन एक गंभीरतार जीवन ना आमनकर जीवन एक प्रकार जीवन जहाँकि आम कौन विषय गंभीरता नहुनु ना प्रभु को गंभीरतार सहित नवा ना प्रभु को लोक मान गंभीरता सहित यू डोंट केयर एनीबॉडी आई डोंट केयर एटीट्यूड से प्रकार आचरण प्रभु आशा करते चाहती नहीं आम प्रत्येक विषय को गंभीरतार सहित नवा हम कारण प्रभु आम एक आत्मिक आध्यात्मिक विशेष दायित्व देछन द्वितीय सामाजिक आचरण जहाँ आम देखुचु ये अंश से जड़े दुई जीवा विशिष्ट व्यक्ति नथिबे दुईटा टांग थी दुई जीवा माने कौन एटी रहिले गोटे जीवा गोटे कथा बाहर गोटे कथा प्रभु कहती जे यू मस्ट नॉट बी ए डबल टंग पर्सन दुई जीवा विशिष्ट व्यक्ति हेबा द्वारा प्रभु कर नाम केबे गौरव हम नहीं वी हैव टू बी स्ट्रेट फॉरवर्ड स्पीक ओनली वन थिंग केवल गोटे कथा कहवा आम जीवा को आम परिवर्तन करवा नहीं कारण प्रभु ता आशा करती नहीं से चाहती नहीं ता आवश्यक करती नहीं आमर जीवन को आम सजाड़ा हम मो जीवन को सजाड़ा हम जेपरी एक जीवा रे कथा कहबी आज गोटे प्रचार काली विपरीत प्रचार न प्रभु एटी द्वारा से केबे गौरवान्वित हेबे नहीं तृतीय सामाजिक श्रृंखलित जीवन आचरण ताहा होछि से निशासक्त व्यक्ति ही नथिबे पास्टर्स माने प्राचीन माने डिकन माने मंडलीर नेता प्रभु से आह्वान को दियंती प्रभु से सुजोग देइचंती दायित्व देइचंती आ से चाहती जेपरि समाज रे आमानकर साक्ष्य रहिबो ख्रीष्टीय समाज रे आमानकर साक्ष्य रहिबो आमे केबे चाहिबा कि आमानकर पालक एक निशासक्त पालक हेबे जदि पालक निशासक्त हबो विश्वासी मानकर अवस्था कौन हबो देखंतु प्रभु चाहती जे आमे समस्त प्रकार निशासक्त विषय निजको पृथक रखा ऑल टाइप्स ऑफ एडिक्शन कारण आम अन्य मान एक आदर्श रखा हम प्रभु मान को से दायित्व देइचंती जेपरि आम समाज ख्रीष्टीय समाज रे एक विशेष उदाहरण आम तैयारी करि परिबा दे परिबा आर विषय होचे जहाँकि he is not a money minded धनलोभ आमे केबे हेले धनलोभ करिबा नहीं कारण जहाँ किछि आमे प्रभुंक निकट को आणुचु ताहा प्रभुंकर आ प्रभुंकर धन सहित आमे केबे हेले सालिस करिबा नहीं प्रभुंकर धन को आमे केबे हेले निजर पाई व्यवहार करिबा नहीं प्रभु केबे संतुष्ट हेबे नहीं से प्रकार आचरण को प्रभु पसंद करती नहीं से सीधा सड़क भाव में वाक्य प्रकाश कर इच्छा प्रभुंकर कौन संपत्ति को प्रभुंकर कौन धन को आम आम व्यवहार करि नहीं प्रभु आम को साहाय्य करंतु जेपरि आमने नेता भाव विश्वासी विश्वासिनी भाव आम प्रभुंकर संपत्ति को नष्ट करिबा नहीं प्रभुंकर संपत्ति को आम प्रेम करिबा से फैन हो पुराना फैन हो ते चेयर भंगा चेयर हो प्रभुंकर संपत्ति को आम सम्मान देवा से संपत्तिर जत्न नेबा आम निजर फायदा निमंत आम केबे किछि व्यवहार करिबा नहीं इट इज सिन प्रभु चाहती नहीं प्रभु कहती जे प्रकार लोक माने नेता मान को प्रभु आशा करती जो माने संपूर्ण भाव उत्सर्गीकृत प्रभु को गौरव देवा निमंते निज हाथ जदि पैसा जाए नो प्रॉब्लम जाओ प्रभु को गौरव निमंते
ପ୍ରଭୁ ଏଇ ପ୍ରକାର ଲୋକମାନଙ୍କୁ ସେ ଦାୟିତ୍ୱ ଦେବା ପାଇଁ ଚାହାନ୍ତି। ଆଉ ସେଇ ପ୍ରକାର ଲୋକମାନଙ୍କୁ ଆମେ ବାଛିବାକୁ ହବ, ଆମେ ନିଯୁକ୍ତି ଦେବାକୁ ହବ। କାରଣ ପ୍ରଭୁ ସ୍ୱର୍ଗରେ ଓହ୍ଲେଇ ଆସିବେ ନାହିଁ। ପ୍ରଭୁ ଆପଣମାନଙ୍କୁ ସେ ଦାୟିତ୍ୱ ଦେଇଛନ୍ତି, ଆପଣମାନେ ତାହା କରିବାକୁ ହବ। ସେ ଅଧିକାର ପ୍ରଭୁ ଆପଣମାନଙ୍କୁ ଦେଇଛନ୍ତି, ଆପଣମାନଙ୍କ ହାତରେ ରହିଲା। ଆପଣ କଣ ଚାହୁଁଛନ୍ତି? ଆପଣ ମଣ୍ଡଳୀର ଉନ୍ନତି ଚାହୁଁଛନ୍ତି ନା ଅବନତି ଚାହୁଁଛନ୍ତି? ଆପଣ ଯଦି ଉନ୍ନତି ଚାହୁଁଛନ୍ତି ତାହେଲେ ପ୍ରଭୁଙ୍କର ଇଚ୍ଛା ସାଧନ କରନ୍ତୁ। ପ୍ରଭୁ ଯାହା ତାଙ୍କ ବାକ୍ୟରେ ପ୍ରକାଶ କରିଛନ୍ତି ତାହା ପାଳନ କରିବା ପାଇଁ ଚେଷ୍ଟା କରନ୍ତୁ। ନିଶ୍ଚିତ ଭାବରେ ପ୍ରଭୁଙ୍କର ଆଶୀର୍ବାଦର ହସ୍ତ এই ମଣ୍ଡଳୀ ଉପରେ ଅଛି, ରହିବ। ଆଉ ନିଶ୍ଚିତ ଭାବରେ ମୁଁ ବିଶ୍ୱାସ କରେ ପ୍ରଭୁ ସେ ଆମମାନଙ୍କୁ ଏ ସମସ୍ତ ପ୍ରକାର ଜାଗତିକତାରୁ ସେ କଣ କରିବେ, ଆମମାନଙ୍କୁ ଦୂର ରଖିବେ ଏବଂ ଶୈତାନ ଲଜ୍ଜିତ ହବ। ପ୍ରଭୁଙ୍କ ନାମ ଧନ୍ୟ ହଉ। ଶୈତାନ ଲଜ୍ଜିତ ହେଇଛି। ଯୋଉଦିନ ଏ ଚର୍ଚ୍ଚର ମକଦ୍ଦମାର ଅନ୍ତ ହେଲା, ଶୈତାନ ଲଜ୍ଜିତ ହେଇଛି। ଆଉ ଶୈତାନ ଲଜ୍ଜିତ ହବ, ଆଉ ତାହା ଆମ ଉପରେ ନିର୍ଭର କରୁଛି। ଶୈତାନକୁ ଆମେ ଲଜ୍ଜିତ କରିବା ପାଇଁ ଆମେ ଆମ ଉପରେ ନିର୍ଭର କରୁଛି। ପ୍ରଭୁ ଆମମାନଙ୍କୁ ସାହାଯ୍ୟ କରନ୍ତୁ, ସେ ସାହସ ଦିଅନ୍ତୁ, ବଳ ଦିଅନ୍ତୁ, ଜ୍ଞାନ ଦିଅନ୍ତୁ, ଯେପରି ଯାହା ତାଙ୍କ ଦୃଷ୍ଟିରେ ସନ୍ତୋଷଜନକ, ତାଙ୍କ ଦୃଷ୍ଟିରେ ଗ୍ରହଣୀୟ ତାହା ମାନେ କରିବା। ଆସନ୍ତୁ ଆମେ ପ୍ରାର୍ଥନା କରିବା। ଦୟାମୟ ସ୍ୱର୍ଗସ୍ଥ ପିତା, ତ ପବିତ୍ର ମହତ୍ ନାମର ଧନ୍ୟବାଦ ଦଉଛୁ। ଧନ୍ୟବାଦ ଦଉଛୁ ୟୁନିୟନ ଚର୍ଚ୍ଚ ନିମନ୍ତେ। ଧନ୍ୟବାଦ ଦଉଛୁ ଏ ଚର୍ଚ୍ଚର ନେତୃତ୍ୱ ଦଉଛୁ, ଏ ଚର୍ଚ୍ଚର ପ୍ରତ୍ୟେକ ନେତାମାନଙ୍କ ନିମନ୍ତେ। ଏବଂ ଆମେ ବିଶ୍ୱାସ କରୁଛୁ ପ୍ରଭୁ, ଏ ପ୍ରାର୍ଥନା କରୁଛୁ ନିଶ୍ଚିତ ଭାବରେ ତୁମେ ତୁମର ଇଚ୍ଛା ଏ ମଣ୍ଡଳୀ ଦ୍ୱାରା ସାଧନ କରିବ। ପ୍ରଭୁ ଏତେବେଳେ ଆମମାନେ ନିଜ ନିଜର ଜୀବନକୁ, ଚିନ୍ତାଧାରାକୁ, ହୃଦୟକୁ ପ୍ରଭୁ ତୁମ ପାଦ ତଳେ ନମ୍ର ଭାବରେ ଥୋଉଅଛୁ। ପ୍ରଭୁ ତୁମେ ଆମମାନଙ୍କୁ କଥା କହିଅଛ, ହେ ପବିତ୍ର ଆତ୍ମା ଈଶ୍ୱର ତୁମେ ଆମମାନଙ୍କ ଜୀବନରେ କାର୍ଯ୍ୟ କରିଥାଅ, ଯେପରି ଆମମାନେ ସ୍ୱତଃ ମାତ୍ର ନ ହେଇ ବାକ୍ୟର କର୍ମକାରୀ ହେବୁ ଏବଂ ଜଗତରେ ପ୍ରଭୁ ତୁମର ଗୌରବ ନିମନ୍ତେ ବଞ୍ଚିବ। ତୁମେ ସାହାଯ୍ୟ କର। ଶୈତାନ ଲଜ୍ଜିତ ହଉ ବୋଲି ତୁମ ନିକଟରେ ପ୍ରାର୍ଥନା କରୁଛୁ। ପ୍ରଭୁ ଆମ ପ୍ରତ୍ୟେକଙ୍କୁ ବିଜୟ ଜୀବନ ଯାପନ କାଟିବା ପାଇଁ ତୁମେ ସାହାଯ୍ୟ କର। ଧନ୍ୟବାଦ ଦେଉଛୁ ଆଜିର ଉପାସନା ସହିତ ଆମମାନଙ୍କ ସହିତ ପରମେଶ୍ୱର ହେଲ। ଆମେ ବିଶ୍ୱାସ କରୁଛୁ ନିଶ୍ଚିତ ଭାବରେ ଆମମାନଙ୍କ ଉପାସନା ତୁମେ ଗ୍ରହଣ କରୁଅଛ। ପ୍ରଭୁ ହେ ପିତା ପବିତ୍ର ଆତ୍ମା ଈଶ୍ୱର ତୁମଙ୍କର ହୃଦୟରେ ସମସ୍ତ ଗୌରବ ପୂଜା ପ୍ରଶଂସା ତୁମକୁ ଦେଇ ସେ ସାମାନ୍ୟ ପ୍ରାର୍ଥନା ପ୍ରାଣକର୍ତ୍ତା ତୁମ ପ୍ରଭୁ ନାମରେ